ନିଜର କୋଟି କୋଟି ଟଙ୍କାର ବେଆଇନ ଖଣି ସାମ୍ରାଜ୍ୟ ଏବଂ ବଡ଼ ବଡ଼ ବ୍ୟବସାୟକୁ ସୁରକ୍ଷା ଦେବା ପାଇଁ ଏବେ ରାଜନୈତିକ ଛତା ଖୋଜୁଛନ୍ତି କି ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ? ହଁ ଦର୍ଶକ ବନ୍ଧୁ, ଏମିତି ଏକ ବଡ଼ ପ୍ରଶ୍ନ ଏବେ ସୋର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବାଗୁଡ଼ି ପଥର ଖାଦାନ ଉପରେ ବାରମ୍ବାର ସରକାରୀ ଚଢ଼ାଉ ଏବଂ ବେଆଇନ କାରବାରକୁ ନେଇ କୋକୁଆ ଭୟ ପରେ ହଠାତ୍ ବିଜେଡିରୁ ଇସ୍ତଫା ଦେଇଛନ୍ତି ଭ୍ରମର। କୁହାଯାଉଛି ଯେ ନିଜ ବ୍ୟବସାୟ ପାଇଁ ଏକ ଅଭେଦ୍ୟ ସୁରକ୍ଷା ବଳୟ ତିଆରି କରିବା ଲକ୍ଷ୍ୟରେ ସେ ଏବେ ଶାସକ ଦଳ ବିଜେପି ପଦ୍ମ ଧରିବାକୁ ବ୍ୟାକୁଳ। ଯେଉଁ ଭ୍ରମର ଦିନେ ବିଜେଡି ବିଧାୟକ ମାଧବ ଧଳାଙ୍କୁ ଜିତାଇବାରେ ମୁଖ୍ୟ କାରପାଟଦାର ସାଜିଥିଲେ, ସେ ଆଜି ଦେହ ଅସୁସ୍ଥତାର ବାହାନା ଦେଖାଇ ଦଳ ଛାଡ଼ିବା ଚର୍ଚ୍ଚାକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ତେବେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ଯଦି ଭ୍ରମର ନିଜ ଖଣି କାରବାରକୁ ବଞ୍ଚାଇବା ପାଇଁ ବିଜେପିକୁ ଯାଆନ୍ତି, ତେବେ ସ୍ଥାନୀୟ ବିଜେପି ନେତା ଏବଂ କର୍ମୀମାନେ ଜଣେ ବିବାଦୀୟ ନେତାଙ୍କୁ କେଉଁ ଆଧାରରେ ଗ୍ରହଣ କରିବେ? ନିଜ ସ୍ୱାର୍ଥ ପାଇଁ ଏହି ଦଳବଦଳ ରାଜନୀତି ସ୍ୱରର ସମୀକରଣ ବଦଳାଇବ ନା ଭ୍ରମରଙ୍କ ପାଇଁ ଆଗୁଆ ଅଡ଼ୁଆ ବଢ଼ାଇବ, ତାହା ଦେଖିବାକୁ ବାକି ରହିଲା। हेलो ବ୍ରହ୍ମର ସାର୍ କହୁଥିଲେ ତ? ଆଜ୍ଞା ସାର୍ ବର୍ତ୍ତମାନ ଯୋଉ ଆପଣ ବିଜେଡିରୁ ଇସ୍ତଫା ଦେଇଛନ୍ତି ତା ଆଜ୍ଞା ପଛରେ ସାର୍ କଣ କାରଣ ରହିଛି? ଆପଣ କିଏ କହୁଥିଲେ ଜାଣିପାରିଲେନି? ଅଭୟ ନ୍ୟୁଜରୁ କହୁଥିଲି। ନା ମୋ ବ୍ୟକ୍ତିଗତ ମୋ ଦେହ ଅସୁସ୍ଥ ପାଇଁ ମୁଁ ଦେଇଛି। ସାର୍ ସେ କାଲି କାଲି ପୁରା ମତେ ଫୋନ କରିଥିଲେ, ବି ମୁଁ କହିଥିଲି ହସ୍ପିଟାଲରେ ଅଛି ଇଏରେ, ଆଜି ପୁରା ଆସିଲି ଦେଖିକି ଆସିଲି। ସାର୍ ମତେ ପୋଷ୍ଟ ଯେହେତୁ ପୋଷ୍ଟ ଅଲଗା କିଛି ପୋଷ୍ଟ ଦବା ପାଇଁ ଚାହୁଁଥିଲେ, ମୁଁ ତା ପୂର୍ବରୁ କାହିଁ ନହେଲେ ବି ମନା କଲେ ସେ ବହିଷ୍କାର କରିଦେବେ। ତା ଭିତରେ ବର୍ତ୍ତମାନ ଚାଲିଛି ତ ଇସ୍ୟୁ ଚାଲିଛି, ତା ପୂର୍ବରୁ ମୁଁ ଦେଇଦେଲି ଇସ୍ତଫା। ସାର୍ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି ଆପଣ ବ୍ୟବସାୟକୁ ସୁରକ୍ଷା ଦେବା ପାଇଁ ଇସ୍ତଫା ଦେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଆପଣ ବିଜେପିରେ ମିଶିବା ପାଇଁ ମଧ୍ୟ ପ୍ଲାନିଂ ରଖିଛନ୍ତି। ବ୍ୟବସାୟୀକୁ ସୁରକ୍ଷା ଦେବା ପାଇଁ ଯଦି ଥାନ୍ତି 2 ବର୍ଷ ହେଲା ତ ଯାଇଥାନ୍ତି। 2 ବର୍ଷ ହେଲା, ମୁଁ ତ 2 ବର୍ଷ ହେଲା କିଛି ପ୍ରୋଗ୍ରାମକୁ ଯାଇନାହିଁ। ମୋ ଦେହ ଅସୁସ୍ଥ, ଆପଣ ପଚାରି ଦିଅନ୍ତୁ ବୁଝିବ। ଦେହ ଅସୁସ୍ଥ 2 ବର୍ଷ ହେଲା ମୁଁ ଯାଇନି। ସାର୍ ବିଭିନ୍ନ ସେମିତି ତ ଗଣମାଧ୍ୟମରେ ବହୁତ ଯୋଉ କଥା, ବହୁତ ଲୋକ କହିବେ, କହିବାର କାହା କଥା କିଛି ଅଛି କି? ସାର୍ ଯୋଉ ଅଭିଯୋଗ ରହିଛି ଯେ ଆପଣଙ୍କ ସାର୍ ଖଣି ଉପରେ ବାରମ୍ବାର ଚଢାଉ ହଉଥିଲା ଏବଂ ତାକୁ ଭୁଲ ସୁରକ୍ଷା ଦେବା ପାଇଁ ଭୁଲ କଥା ଭୁଲ କଥା ହଉଛନ୍ତି। ଖଣି ଉପରେ ଚଢାଉକୁ କିଛି ସେମିତି କିଛି ହେଇନାହିଁ। ଯଦି ହେଇଥାନ୍ତା ମୁଁ ତ କାହିଁ ତାହେଲେ କଣ ଜଣେ ଚଢାଉ ହେଲା ପରେ ସାଙ୍ଗେ ସାଙ୍ଗେ ଦଳ ଚେଞ୍ଜ କରିଦବ? ସେଟା ଭୁଲ କଥା ହଉଛନ୍ତି। ତାହେଲେ ସାର୍ କଣ ଆପଣ ବିଜେଡି ଥିଲାବେଳେ ଯେତେବେଳେ ଖଣି ଉପରେ ଚଢଉ ହଉଥିଲାନି ନା ବିଜେପି ଗଲା ପରେ ଚଢଉ ହବନି? ସେଇଟା ଭୁଲ କଥା। ଯୋଉଟା ଯୋଉମାନଙ୍କର କହିବାର ବହୁତ ଲୋକ କହିବେ, ତାଙ୍କର କଣ ଅଛି? ଆଚ୍ଛା ତାହେଲେ ସାର୍ ଆପଣ ସେଇଥିରେ କିଛି ନାହିଁ। ମୋଟାମୋଟି ଭାବରେ କହୁଛନ୍ତି ଯେ ବ୍ୟକ୍ତିଗତ କାରଣ ପାଇଁ ଆପଣ ହଁ, ଇସ୍ତଫା ମୁଁ ତ ଦେଇଛନ୍ତି। ସେଇଥିପାଇଁ କହିଲି। ମୁଁ ତ କାଲି ବି ମୁଁ ପହରଦିନ ଇସ୍ତଫା ଦେଲି, କାଲି ହସ୍ପିଟାଲରେ ଥିଲି, ଆଜି ସେଠି ଟେଷ୍ଟ ଫେଷ୍ଟ ସାରିକି ଆସିଲି। ଆହୁରି ମୋର ଫେରେ ମୁଁ ତ ପ୍ରତି ମାସ 4 ଥରରୁ 6 ଥର ଯାଉଛି, 4 ଥର 5 ଥର 6 ଥର ଏମିତି ଯାଉଛି ତ ହସ୍ପିଟାଲ। ସାର୍ ପରବର୍ତ୍ତୀ ସମୟରେ ଆପଣ କୋଉ ରାଜନୈତିକ ଦଳରେ ମିଶିବାର ଯୋଜନା ରଖିଛନ୍ତି କି? ସେମିତି କିଛି ଏଯାଏଁ ହେଇନାହିଁ। ସାର୍ ଯାହା ସୂଚନା ରହିଛି ଯେ ଆପଣ ବିଜେପି ରେ ମିଶିବାର ଯୋଜନା ନା ରଖିଛନ୍ତି। ସେମିତି କିଛି ହେଇନାହିଁ। ଆମର ଏଠି କଥା ବି ହେଇନି, ସେମିତି କିଛି ଆଲୋଚନା ବି ହେଇନି। ଆଉ ଆପଣଙ୍କୁ ଯୋଉମାନେ ବି କହୁଛନ୍ତି, ସେମିତିରେ କିଛି ମୋର କିଛି ଇଏ ନାହିଁ। କିନ୍ତୁ ବହୁତ କଥା ବହୁତ ଲୋକ କହିବେ, ସେମିତି କିଛି ଆଲୋଚନା କୁଆଡେ ବି ହେଇନାହିଁ। ସାର୍ ଯଦି ପରବର୍ତ୍ତୀ ସମୟରେ ଆପଣଙ୍କୁ ସୁଯୋଗ ମିଳେ ବିଜେପି ରେ ମିଶିବା ପାଇଁ, ଆପଣ ସାର୍ କଣ କରିବେ? ପରବର୍ତ୍ତୀ ସମୟରେ ସୁଯୋଗ ମିଳେ, ମୁଁ ତ ଏବେ ଯାଏ କିଛି ଆସିନି କି କଥା ବି ହେଇନାହିଁ। ମୁଁ ଜାଣିବି କେମିତି କଣ ମିଳିବ କି ନାହିଁ ମତେ, କି ମୁଁ ରାଜନୀତି କରିବି କି ଛାଡିଦେବି? ସେଟା ମୁଁ ଏଯାଏ ନେଇନି, ନାଇଁ ଡିସିଜନ ନେଇନି। ମୁଁ ଠିକ ଅଛି କେମିତି ସାର୍, କହିବି? ବର୍ତ୍ତମାନ ସାର୍ ଆପଣ ନିଷ୍ପତ୍ତି ନେଇନାହାନ୍ତି। ଯଦି ନା ସାର୍ ନା ବିଜେପିରୁ ଯଦି ସାର୍ ସୁଯୋଗ ମିଳେ, ଆପଣ ସାର୍ କଣ କରିବେ? ସେଟା ଦେଖିବା କଣ ଅଛି। ଠିକ ଅଛି। ଯୋଉଟା ଜିନିଷ ଯେତେବେଳେ ଦେଖାଯିବ କଣ ଅଛି। କିନ୍ତୁ ନିଜ ପାଇଁ ମୁଁ ଧର ଯେହେତୁ ବର୍ତ୍ତମାନ ନିଜ ପାଇଁ ମୁଁ ଦେଲି, ଠିକ ବହୁତ କଥା ବହୁତ ଜିନିଷ ଲୋକ ଆଲୋଚନା କରିବେ, ସେଥିରେ ମୋର କିଛି ଇଏ ନାହିଁ। ଆପଣ ବି ଦେଖନ୍ତୁ, ଆପଣଙ୍କ ଗଣମାଧ୍ୟମ ଜରିଆରେ ବି ଜାଣିଥିବେ, 2 ବର୍ଷ ହେଲା ମୁଁ କିଛି ପ୍ରୋଗ୍ରାମ ବି କରିନାହିଁ। ଆଜ୍ଞା ଆଜ୍ଞା ଠିକ ଅଛି, ଥ୍ୟାଙ୍କ ଆଜ୍ଞା। ୟୁ। राज्य राजनीति रे आलोचना पर्यालोचना आ समालोचना यह नहीं सृष्टि होती अनेक प्रश्नमाला। निजर कोटी कोटी टंकार व्यवसाय को सुरक्षा देवाई कौ एक शक्तिशाली राजनीतिक दलर आश्रय खोजुना तो सोर ब्लक उपाध्यक्ष भ्रमरवर नायक यह नहीं सृष्टि होती सोर अंचल आलोड़न। जो भ्रमरवर नायक दिने मुख्य कार्पटदार साजी सोर अंचल विधायक माधव धड़ा को विजय करने से आज निजर शारीरिक असुस्थतार कारण दर्शाई दलर इस्तीफा नवा यह सहजरे ग्रहण कर साधारण जनता। तेरे देखिबार कथा परवर्ती पर्यायर से जदि बीजेपी मिशंती कौन सहजरे ग्रहण करेंगे तो कार्यकर्ता यह नहीं सोर अंचल समीकरण बदल ना बढ़ भ्रमरभर अड़ुआ। बालेश्वर सोरु
वीडियो जर्नालीस्ट निगुआनंद महांती सहित चंदन कुमार पाणिग्राही अभय न्यूज।